ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମ୍ୟାଚ୍ରେ ପ୍ରଥମେ ଭାରତର କ୍ୟାପ୍ଟେନ୍ ଶୁଭମନ ଗିଲ୍ ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ନ୍ୟୁଜିଲାଣ୍ଡ ଦଳ ପ୍ରଥମରୁ ସୁନ୍ଦର ବ୍ୟାଟିଂ ଆରମ୍ଭ କରିଥିଲା। ତାଙ୍କର ଦୁଇ ଓପନର 22 ଓଭର ପର୍ଯ୍ୟନ୍ତ କୌଣସି ୱିକେଟ୍ ଦେଇନଥିଲେ। 22.2 ଓଭରରେ ପ୍ରଥମେ ତାଙ୍କର ୱିକେଟ୍ ନିକସ୍ ଭାରତୀୟ ବୋଲର ହର୍ଷିତ ରାଣା ତାଙ୍କୁ 62 ରନରେ ଆଉଟ୍ କରାଇଥିଲେ। ତାପରେ କନୱେ କୁ ମଧ୍ୟ କ୍ଲିନ୍ ବୋଲ୍ଡ କରିଥିଲା ହର୍ଷିତ ରାଣା 56 ରନରେ। ସେହି ସମୟରେ ଦଳୀୟ ସ୍କୋର ନ୍ୟୁଜିଲାଣ୍ଡର 150 ପାର କରିଯାଇଥିଲା। ପରେ ଡେରେଲ୍ ମିଚେଲ୍ ସୁନ୍ଦର ବ୍ୟାଟିଂ କରି 84 ରନର ଇନିଂସ ଖେଳିଥିଲେ। ନିର୍ଦ୍ଧାରିତ 50 ଓଭରରେ ନ୍ୟୁଜିଲାଣ୍ଡ ଦଳ କରିଥିଲା 300 ରନ୍। ଭାରତ ପକ୍ଷରୁ ମହମ୍ମଦ ସିରାଜ 2 ୱିକେଟ୍ ନେଇଥିବା ବେଳେ ହର୍ଷିତ ରାଣା ମଧ୍ୟ 2 ୱିକେଟ୍ ନେଇଥିଲେ। ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ 2 ୱିକେଟ୍ ନେଇଥିଲେ ଓ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ। ନିର୍ଦ୍ଧାରିତ 50 ଓଭରରେ ନ୍ୟୁଜିଲାଣ୍ଡ କରିଥିଲା 300 ରନ୍। 301 ରନ୍ ପିଛା କରି ଭାରତୀୟ ଦଳ ପ୍ରଥମେ ରୋହିତ ଶର୍ମା ଓପନିଂରେ ଆସିଥିଲେ ଓ ଶୁଭମନ ଗିଲ୍ ମଧ୍ୟ ଆସିଥିଲେ। ରୋହିତ ଶର୍ମା ପ୍ରଥମେ ଟିକେ ଦ୍ରୁତ ଖେଳିବାକୁ ଚେଷ୍ଟା କରି 26 ରନରେ ଜଲ୍ଦି ଆଉଟ୍ ହୋଇଯାଇଥିବା ବେଳେ ଗିଲ୍ ଓ ପରେ ଆସିଥିବା ବିରାଟ କୋହଲି ମିଶି ଦୁହେଁ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ମଝିରେ ଶୁଭମନ ଗିଲ୍ 56 ରନ୍ କରି ଆଉଟ୍ ହୋଇଥିଲେ। କୋହଲି ଓ ଶ୍ରେୟସ ଆୟର ଦୁହେଁ ଦ୍ରୁତ ରନ୍ ଭାରତକୁ ଦେଉଥିବା ସମୟରେ ବିରାଟ କୋହଲି ଶତକରୁ ବଞ୍ଚିତ ହୋଇ 93 ରନରେ ଆଉଟ୍ ହୋଇଯାଇଥିଲେ। ଶ୍ରେୟସ ଆୟର ମଧ୍ୟ 49 ରନରେ ଆଉଟ୍ ହୋଇଥିଲେ। ହର୍ଷିତ ରାଣା ଶେଷ ଭାଗରେ ଦ୍ରୁତ 29 ରନ୍ କରିଥିଲେ। ଭାରତ ସଙ୍କଟରେ ପଡ଼ିଥିବା ବେଳେ ଶେଷ ସମୟରେ କେଏଲ୍ ରାହୁଲ ଭାରତକୁ ସୁନ୍ଦର 2ଟି ଚୌକା ଓ ଗୋଟେ ଛକା ମାରି ସୁନ୍ଦର ଶେଷ ଭାଗରେ ଜିତେଇ ଦେଇଥିଲେ। ଭାରତୀୟ ଦଳ ନିର୍ଦ୍ଧାରିତ 50 ଓଭରରେ 306 ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଜେମିସନ୍ 4 ୱିକେଟ୍ ନେଇଥିଲେ। ଚ୍ୟାନେଲକୁ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ବିରାଟ କୋହଲିଙ୍କର ସୁନ୍ଦର ପ୍ରଦର୍ଶନ ପାଇଁ ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯାଇଥିଲା। ଭାରତ ଏହି ମ୍ୟାଚ୍ରେ ତିନୋଟି ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିରେ ପ୍ରଥମେ ମ୍ୟାଚ୍ଟିକି ଜିତି ଯାଇଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ। ଭାରତ ପକ୍ଷରୁ ବିରାଟ କୋହଲି ସୁନ୍ଦର ବ୍ୟାଟିଂ କରିଥିଲେ। 43 ରନ୍ର ଇନିଂସ ଖେଳିଥିଲେ। ଶ୍ରେୟସ ଆୟର 50 ରନ୍ର ଇନିଂସ ଖେଳିଥିଲେ। କେଏଲ୍ ରାହୁଲ ମଧ୍ୟ ଭଲ ଖେଳିଥିଲେ। ଜୟ ଜଗନ୍ନାଥ।